ପିଲାଙ୍କ ପାଇଁ କାଠି ସୁପ୍ ବନାଉଛୁ ତ ସେଠି ଆମେ ଲଙ୍କା ବ୍ୟବହାର କରିନାହୁଁ। ତ ଧଳା ଲୁଣ ନେଇଛୁ, ଆୟୋଡ଼ିନ୍ ଦରକାର ଛୁଆମାନଙ୍କର, ନଚେତ ଆପଣ ପିଙ୍କ ସଲ୍ଟ ବା ପାହାଡ଼ି ଲୁଣ ମଧ୍ୟ ନେଇପାରିବେ। ଗୋଲମରିଚ ନେଇଛୁ ଆମେ ଏଠି। ଗୋଲମରିଚ ଟିକେ ରାଗୁଆ ଲାଗିବ, ହେଲ୍ଦି ବି, କିନ୍ତୁ କଞ୍ଚା ଲଙ୍କା ଭଳି ଅଧିକ ରାଗ ନୁହେଁ, ସେଥିପାଇଁ ଆମେ ଗୋଲମରିଚ ନେଇଛୁ। ପାହାଡ଼ି ଲୁଣ, ସୈନ୍ଧବ ଲବଣରେ ଆମର ଔଷଧୀୟ ଗୁଣ ଥାଏ, ତେଣୁ ସୈନ୍ଧବ ଲବଣ ନେଲେ ବହୁତ ଭଲ। ଆମେ ଏଠି ମାଣ୍ଡିଆ ଚୁନା ନେଇଛୁ। ମାଣ୍ଡିଆ ଚୁନା ବଦଳରେ ବହୁତ ଲୋକ କର୍ଣ୍ଣଫ୍ଲୋର୍ ନିଅନ୍ତି, କିନ୍ତୁ କର୍ଣ୍ଣଫ୍ଲୋରରେ ଗ୍ୟାସ୍ ଅଧିକ ହୁଏ, ସେଥିପାଇଁ ଆମେ ଏଠି ନେଇଛୁ ମାଣ୍ଡିଆ ଚୁନା। ମାଣ୍ଡିଆ ଚୁନାର କାମ ହେଉଛି ସେ ସୁପ୍କୁ ଟିକେ ବହଳିଆ କରିବ, ସେଥିପାଇଁ ଅଳ୍ପ କିଛି ଆପଣ ଆଇଡ଼ିଆ କରି ନେଇଯିବେ। ଆମେ ଏଠି ଯେଉଁ ପାଣି ନେଇଛୁ, ଗୋଟେ ବଡ଼ ଜାଗା ନେଇଛୁ, ତ ସେଠି ଫୁଲ୍ କରି ଆମେ ପାଣି ନେଇଛୁ। ସୁପ୍କୁ ସବୁବେଳେ ଧିମା ଆଞ୍ଚରେ ଫୁଟିବା ପାଇଁ ଦେବେ। ସୁପ୍ କେବେ ବି ଶୀଘ୍ର ତିଆରି ହେବା ଜିନିଷ ନୁହେଁ। ହାଇ ଫ୍ଲେମ୍ରେ ଆପଣ ବସେଇ ଦେବେ, ସେ ସିଝିଯିବ, ସେମିତି ସୁପ୍ ପ୍ରସ୍ତୁତ କରାଯାଏ ନାହିଁ। ସୁପ୍ର ଯେଉଁ ପାଣି ରହିଥାଏ, ସେଇ ପାଣି ହିଁ ଆମ ପାଇଁ ଔଷଧ ଭଳିଆ କାମ କରିଥାଏ, ତେଣୁ ସୁପ୍କୁ ସବୁବେଳେ ଧୀରେ ଧୀରେ ସିଝିବା ପାଇଁ ଦେବେ। 2ରୁ 3 ଘଣ୍ଟା ସମୟ ଲାଗିବ, ଆପଣଙ୍କର ଗ୍ୟାସ୍ ବହୁତ ସରିବ। ବର୍ତ୍ତମାନ ତ ଯୁଦ୍ଧ ହେଉଛି, ଗ୍ୟାସ୍ ରେଟ୍ ବହୁତ ବଢ଼ିଗଲାଣି, ତ ଗ୍ୟାସ୍ ଏହି ସମୟରେ ଆପଣଙ୍କର ଅଧିକା ଖର୍ଚ୍ଚ ହେବ। ଆପଣ ଯେମିତି ଆମକୁ ଗାଳି ଦେବେ, ଆମେ ଠିକ୍ ସେଇ କଥା ହିଁ କହୁଛୁ। ବାସ୍ତବରେ ଯେମିତି ତିଆରି କରାଯାଏ ସେମିତି ହିଁ ଆପଣଙ୍କୁ କହୁଛୁ। ଆମେ ବି ବହୁତ ଦୁଃଖିତ ଏସବୁ ଘଟଣାରେ। ଆପଣ ଆମ କଥା ବୁଝିପାରୁଥିବେ, ଆମେ ବ୍ୟଙ୍ଗାତ୍ମକ ଭାବରେ ଥଟ୍ଟା ପରିହାସ କରି ଆପଣଙ୍କୁ ସବୁ କଥା କହୁଛୁ, ଯେଉଁ ନ୍ୟୁଜ୍ କଥା କହିଲୁ କିମ୍ବା ଗ୍ୟାସ୍ କଥା କହିଲୁ, କିନ୍ତୁ ଏସବୁ କେତେ ପୀଡ଼ା ଦେଉଛି ଆମକୁ, ଆପଣମାନେ ସେ କଥା ବୁଝିବା ପାଇଁ ଚେଷ୍ଟା କରିବେ। ସବୁ କଥା ଥଟ୍ଟା ମଜାରେ କହିଦେଲେ ହାଲକା ଲାଗେ, ସେଥିପାଇଁ ସେମିତି ଆମେ କହିଦେଇଥାଉ, କିନ୍ତୁ ଏସବୁ କଥା ମନକୁ ବହୁତ ଭାରାକ୍ରାନ୍ତ କରୁଛି, ବହୁତ ଖରାପ ଲାଗୁଛି। ସୁପ୍କୁ ସବୁବେଳେ ଅଧା ପାଣି ହେବା ପର୍ଯ୍ୟନ୍ତ ଆପଣଙ୍କୁ ଫୁଟାଇବାକୁ ପଡ଼ିବ। ଦେଖିପାରୁଥିବେ ଏବେ ସେ ଜାଗାରେ ଅଧା ହେଇଯାଇଛି। ଯଦି ଆପଣଙ୍କୁ ଟିକେ ପାଣିଆ ପସନ୍ଦ, ଆପଣ ତା ପୂର୍ବରୁ ନେଇପାରିବେ। ଆମେ ଏଇଭଳି ଷ୍ଟେଜ୍ରେ ତାକୁ ବନ୍ଦ କରିଦେଇଛୁ। କିଛି ଲୋକଙ୍କୁ ଲେମ୍ବୁ ରସ ଏଥିରେ ଭଲ ଲାଗେ, ମାନେ ତା'ର ସ୍ୱାଦଟା, ତ ଆପଣ ଟିକେ ଲେମ୍ବୁ ରସ ଚିପୁଡ଼ିକି ମଧ୍ୟ ଟ୍ରାଏ କରିକି ଦେଖିବେ। ଯଦି ଆପଣଙ୍କୁ ସେମିତି ଭଲ ଲାଗୁଛି, ସେମିତି ମଧ୍ୟ ପିଇପାରିବେ। ଯଦି ଆପଣଙ୍କୁ ଘିଅ ଟିକେ ଭଲ ଲାଗୁଥିବ, ତାହେଲେ 1 ଚାମଚ ଘିଅ ଆପଣ ଗରମ ଗରମ ସୁପ୍ରେ ମିକ୍ସ କରିଦେବେ। ଘିଅ ମେଲ୍ଟ କରିଯିବ, ଘିଅରେ ବି ବାସ୍ନା ଆସିବ ଏଥିରେ। ବର୍ତ୍ତମାନ ସୁପ୍ ଆମର ରେଡ଼ି ହେଇଯାଇଛି। ଟିକେ ଅଧିକ ସମୟ ଲାଗେ, ଆମେ ସେଥିପାଇଁ ଯେତେବେଳେ ଖରାବେଳେ ଖାଦ୍ୟ ରୋଷେଇ କରୁ ସମସ୍ତଙ୍କ ପାଇଁ, ସେତେବେଳେ ପରିବାପତ୍ର କଟାକଟି କରି ଅଳ୍ପ କିଛି ପରିବା ତ ସେଥିରେ ପଡ଼େ, ଛୋଟ ଛୋଟ ପିସ୍ ଗାଜର ଖଣ୍ଡେ, 2-4ଟା ବିନ୍ସ ହେଲେ ହେଇଗଲା, ପିଆଜ, ରସୁଣ, ଅଦା, ତ ଏସବୁ ଜିନିଷକୁ କାଟିକି ଆମେ ଗୋଟେ ଗ୍ୟାସ୍ରେ ବସେଇ ଦେଇଥାଉ। ତ ସିଏ ଧିମା ଆଞ୍ଚରେ ବସିଥାଏ, ସେମିତି ବସି ବସି ସେ ସନ୍ଧ୍ୟାବେଳେ ସମସ୍ତେ ଏ ସୁପ୍କୁ ପିଅନ୍ତି। ଯେଉଁମାନେ ପିଆଜ ରସୁଣ ଖାଉନଥାନ୍ତି ସେମାନଙ୍କ ପାଇଁ ଆମେ ଅଲଗା ବସେଇ ଦେଇଥାଉ। ଠିକ୍ ବନ୍ଦ କରିବା ପୂର୍ବରୁ ଲେମ୍ବୁ ରସ ଟିକେ ଚିପୁଡ଼ିକି, ଯେଉଁମାନେ ଲେମ୍ବୁ ଖାଇବାକୁ ଭଲ ପାଆନ୍ତି ସେମାନଙ୍କୁ ଦେଇ ଦେଇଥାଉ। ଯେଉଁମାନେ ଲେମ୍ବୁ ନ ଖାଆନ୍ତି ସେମାନଙ୍କ ପାଇଁ 1 ଚାମଚ ଘିଅ ଆଡ଼୍ କରିକି ଗୋଳେଇକି ଏମିତି ଦେଇ ଦେଇଥାଉ। ଏ ସୁପ୍ ବହୁତ ହେଲ୍ଦି।